ଭାଗବତ ପାରାୟଣ ଓ ଶୀତବସ୍ତ୍ର ପ୍ରଦାନ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କଜଳାଇପଲ୍ଲୀ ହାଇସ୍କୁଲ ଛକ ଲିଙ୍ଗରାଜ ନଗର ଠାରେ 5 ଦିନ ବ୍ୟାପୀ ଭାଗବତ ପାରାୟଣ ଅନୁଷ୍ଠିତ ହୋଇଯାଇଛି। ଗତ 6 ତାରିଖ ଠାରୁ ଆରମ୍ଭ ହୋଇଥିବା ଭାଗବତ କଥାମୃତ କାର୍ଯ୍ୟକ୍ରମରେ କଳସ ଯାତ୍ରା, ଗ୍ରାମ ପରିକ୍ରମା, ଠାକୁର ପ୍ରତିଷ୍ଠା ସହିତ ପ୍ରତିଦିନ ସକାଳ ସନ୍ଧ୍ୟା ଆଳତି, ସୂର୍ଯ୍ୟ ପୂଜା, ବିଷ୍ଣୁ ସହସ୍ର ନାମ ପାଠ, ହୋମ ଇତ୍ୟାଦି ସହିତ ଶତାଧିକ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ସେବନ କରାଯାଉଥିଲା। ମୁଖ୍ୟ ବ୍ୟବସ୍ଥାପକ ଭକ୍ତ ରାମକୃଷ୍ଣ ସାହୁ, ପାଣ୍ଡବ ପାତ୍ର, ଲିଲି କୁମାରୀ ସାହୁ, ନଳିନୀ ପ୍ରଭା ସାହୁ ଓ ସ୍ଥାନୀୟ ଭାଗବତ ଭକ୍ତବୃନ୍ଦଙ୍କ ସହଯୋଗରେ ବ୍ୟାସ ସନାତନ ଦାସ ମହାରାଜ ମହନ୍ତ, ପାଣି ଭଣ୍ଡାର ଆଶ୍ରମ ମଞ୍ଚ ସଞ୍ଚାଳକ ସତ୍ୟନାରାୟଣ କର ସହ ସମ୍ପାଦକ ଚାରଣ ଗୋଷ୍ଠୀ ନୟାଗଡ଼ ଜିଲ୍ଲା, ଧାରକ ଅନ୍ତର୍ଯାମୀ ଜେନା, ସୁଦାମ ବେହେରା, ଦୁର୍ଯ୍ୟୋଧନ ମହାପାତ୍ର ଓ ଆଚାର୍ଯ୍ୟ ପଣ୍ଡିତ ତୋଫାନ ତ୍ରିପାଠୀ, ପଣ୍ଡିତ ଶିଶିର କୁମାର ନନ୍ଦ ଯୋଗଦାନ କରି ପାରାୟଣ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। ସ୍ୱାମୀ ଶ୍ରୀ ସ୍ୱରୂପାନନ୍ଦ ସରସ୍ୱତୀ ସଂସ୍ଥାପକ ଶିବାନନ୍ଦ ପରିବାର ଓଡ଼ିଶା ଓ ପଣ୍ଡିତ ବିପିନ ବିହାରୀ ମହାପାତ୍ର ସଂସ୍କୃତ ଅଧ୍ୟାପକ ଓଡ଼ଗାଁ କଲେଜ ପ୍ରବଚକ ଭାବରେ ଯୋଗଦେଇ ବିଭିନ୍ନ ଉଦାହରଣ ସହିତ ଶାନ୍ତ ପରିବେଶ ମଧ୍ୟରେ ଭାଗବତ କଥାମୃତ ପ୍ରବଚନ ଦେଇ ଉପସ୍ଥିତ ଶତାଧିକ ଶ୍ରଦ୍ଧାଳୁଙ୍କ ଧର୍ମାଭିମୁଖୀ କରିପାରିଥିଲେ। ଏହି 5 ଦିନରେ ଚନ୍ଦ୍ରଶେଖର ମହାପାତ୍ର, ବରିଷ୍ଠ ସମାଜସେବୀ ଦୀନବନ୍ଧୁ ମହାପାତ୍ର, କବି ଓ ଶିକ୍ଷାବିତ ଘନଶ୍ୟାମ ରାଉତ, ସୁନୀଲ କୁମାର ପ୍ରଧାନ, ସୁରେଶ ଚନ୍ଦ୍ର ଦାସ, ଅଧ୍ୟାପିକା ପ୍ରିୟମ୍ବଦା ଦାସ, ଡାକ୍ତର ପ୍ରମୋଦ କୁମାର ପାଳ, ରଞ୍ଜନ କୁମାର ସାହୁ ଓ ଗଙ୍ଗାଧର ସାହୁ ଉଦ୍ୟୋଗୀମାନେ ଅତିଥି ଭାବରେ ଯୋଗଦେଇ ଧର୍ମଧାରଣା ଓ ମନୁଷ୍ୟ ଜୀବନରେ ପ୍ରଭୁଙ୍କ କଥାମୃତ ଶ୍ରବଣ ଓ ପଠନ କରି ନିଜ ପରିବାର ଓ ସମାଜକୁ ସୁସ୍ଥ ଓ ନିରାମୟ ରଖିବାକୁ ମତବ୍ୟକ୍ତ କରିଥିଲେ। ଶେଷ ଦିନ କାର୍ଯ୍ୟକ୍ରମର ପୂର୍ଣ୍ଣାହୁତି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନିକଟସ୍ଥ ଗ୍ରାମମାନଙ୍କରୁ 30 ଜଣ ଗରିବ ଅସହାୟ ବୃଦ୍ଧାମାନଙ୍କୁ ସୁବକ୍ତା ପ୍ରବଚିକା ପ୍ରାକ୍ତନ ଅଧ୍ୟାପିକା ପ୍ରିୟମ୍ବଦା ଦାସ କମ୍ବଳ, ଶୀତବସ୍ତ୍ର ବଣ୍ଟନ କରିଥିଲେ। ଓଡ଼ଗାଁରୁ ଦୀନବନ୍ଧୁ ମହାପାତ୍ରଙ୍କ ରିପୋର୍ଟ।